କେବେ କେବେ ରାତିରେ ଶାନ୍ତି ବସିଲେ ମନରେ ଗୋଟେ ପ୍ରଶ୍ନ ଆସେ, ମୁଁ ସତରେ ମୋ ଜୀବନକୁ ଆଗକୁ ନେଉଛି ନା କେବଳ ଦିନ କଟାଉଛି। ଏତେ ସ୍ୱପ୍ନ ଥିଲା, ଏତେ ଆଶା ଥିଲା, କିନ୍ତୁ ଆଜି ମଧ୍ୟ ସେଇ ଜାଗାରେ ଠିଆ ଅଛି। ଭଜ ଏତେ ବଡ଼ ହୋଇଗଲା ଯେ ଆରମ୍ଭ କରିବା ପୂର୍ବରୁ ହିଁ ମନ ହାର ମାନି ନେଉଛି। ଲୋକେ କ'ଣ କହିବେ, ଯଦି ହାରିଯାଏ କ'ଣ ହେବ, ଯଦି ଭୁଲ ହୋଇଯାଏ କ'ଣ ହେବ। ଏହିସବୁ ଚିନ୍ତାରେ ଅନେକ ବର୍ଷ କଟିଯାଇଛି। ଦିନ ପରେ ଦିନ ନିଜକୁ ନିଜେ ପଚାରିବାକୁ ପଡ଼େ, ମୁଁ ଚେଷ୍ଟା ମଧ୍ୟ କଲି ନାହିଁ, ତାପରେ ହାରିଗଲି କିପରି। ସତ କଥା ହେଉଛି, ଜୀବନର ସବୁଠାରୁ ବଡ଼ ଦୁଃଖ ହାରିଯିବା ନୁହେଁ, ବରଂ ଭଜ ପାଇଁ କେବେ ଆରମ୍ଭ ନ କରିପାରିବା। ତେଣୁ ଆଜି ଦରକାର କେବଳ ଗୋଟିଏ ସାହସ, କାରଣ ଯେଉଁ ମୁହୂର୍ତ୍ତରେ ତୁମେ ଆରମ୍ଭ କରିଦେବ ସେହି ମୁହୂର୍ତ୍ତରୁ ତୁମ ଜୀବନ ପୁରୁଣା ରହିବ ନାହିଁ। ଗୋଟେ ଥର ସାହସ କର। ଜୀବନରେ ସବୁକିଛି ହରିଯାଇଥିବା ଭାବନା ଯେତେବେଳେ ମନକୁ ଘେରି ଧରେ, ସେତେବେଳେ ମଣିଷ ନିଜକୁ ସବୁଠାରୁ ଦୁର୍ବଳ ଭାବେ ଦେଖେ। ଲାଗେ ଯେ ପୃଥିବୀରେ ସବୁଠାରୁ ପଛରେ ସେ ରହିଗଲା। ସମସ୍ତେ ଆଗକୁ ବଢ଼ିଲେ, କେବଳ ନିଜ ପାଦ ମାଟିକି ଅଟକି ରହିଗଲା। ଏହି ସମାଜରେ ମନରେ ଏକ ଶବ୍ଦ ଆସେ, ଛାଡ଼ ଆଉ ହେବ ନାହିଁ। କିନ୍ତୁ ସତ କଥା ହେଉଛି, ଏହି ସମାଜଟା ହିଁ ତୁମ ଜୀବନର ସବୁଠାରୁ ଜରୁରୀ ସମାଜ। କାରଣ ଯେତେବେଳେ ସବୁକିଛି ଭାଙ୍ଗୁଛି, ସେତେବେଳେ ନୂଆ ଜୀବନ ଗଢ଼ିବାର ଅବସର ଲାଗୁଛି। ତୁମେ ଭାବୁଥିବ ଯେ ପ୍ରତ୍ୟେକ ସ୍ୱପ୍ନ ଗୋଟେ ଦିନ ତୁମ ହୃଦୟରେ ଜନ୍ମ ନେଇଥିଲା କାହିଁକି? କାରଣ ସେଥିରେ ତୁମର କିଛି କରିବାର ଶକ୍ତି ଥିଲା। କିନ୍ତୁ ସମସ୍ୟା ହେଉଛି, ଆମେ ନିଜ ଶକ୍ତିକୁ ବିଶ୍ୱାସ କରିବାରୁ ଅଧିକ ଭୟକୁ ବିଶ୍ୱାସ କରୁ। ଆମେ ଆରମ୍ଭ କରିବା ପୂର୍ବରୁ ରିଜଲ୍ଟ ଭାବୁ, ଚାଲିବା ପୂର୍ବରୁ ପଡ଼ିଯାଇଥିବା ଚିତ୍ରର ମନରେ ଆଙ୍କୁ, ଏବଂ ଏହି ଭୟ ଆମକୁ ଏତେ ଦୂରରେ ରଖେ ଯେ ଆମେ ଜୀବନରେ ନିଜେ ନିଜ ପାଇଁ ଦ୍ୱାର ବନ୍ଦ କରିଦେଉ। କେତେ ଲୋକ ଅଛନ୍ତି ଯେ ମନରୁ ଚାହୁଁଛନ୍ତି ଜୀବନ ବଦଳିଯାଉ, କିନ୍ତୁ ପ୍ରତିଦିନ ସେ ପୁରୁଣା ଅଭ୍ୟାସ ରହୁଛନ୍ତି। ସକାଳେ ଉଠି ଭାବନ୍ତି ଆଜି କିଛି ନୂଆ କରିବି, କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ପୁଣି ସେହି ଅଭ୍ୟାସ, ସେହି ଆଲସ, ସେ ଦ୍ୱନ୍ଦ୍ୱ। ଦିନ ପରେ ଦିନ ନିଜକୁ ଦୋଷ ଦେଇ ଶୋଇପଡ଼ନ୍ତି। ଏଭଳି ଦିନ କଟେ, ମାସ କଟେ, ବର୍ଷ କଟେ, ଏବଂ ଗୋଟିଏ ଦିନ ଲାଗେ ଯେ ସମାଜ ହାତରୁ ସରିଯାଇଛି। କିନ୍ତୁ ଜୀବନ ତୁମକୁ ଏଯାଏଁ ଅବସର ଦେଉଛି। ତୁମ ଶ୍ୱାସ ଚାଲିଛି ମାନେ ତୁମ ପାଇଁ ଦ୍ୱାର ବନ୍ଦ ହୋଇନାହିଁ। ଯେ ପର୍ଯ୍ୟନ୍ତ ତୁମେ ଜୀବନ୍ତ, ସେ ପର୍ଯ୍ୟନ୍ତ ନୂଆ ଆରମ୍ଭ ସମ୍ଭବ। ତୁମକୁ ଦରକାର କେବଳ ଗୋଟେ ଥର ନିଷ୍ପତ୍ତି। ମୁଁ ଭଜକୁ ନୁହେଁ, ନିଜ ସ୍ୱପ୍ନକୁ ଶୁଣିବି। ଯେଉଁଦିନ ତୁମେ ଏ ନିଷ୍ପତ୍ତି ନେବ, ସେଦିନ ତୁମର ଭିତରେ ଲୁଚିଥିବା ଶକ୍ତି ଜାଗି ଉଠିବ। କାରଣ ଶକ୍ତି ବାହାରୁ ଆସେ ନାହିଁ, ସେ ଭିତରେ ରହିଥାଏ। ଅନେକ ସମାଜ ଜୀବନ ଆମକୁ ଏତେ ଆଘାତ ଦିଏ ଯେ ଆମେ ନିଜର ମୂଲ୍ୟ ଭୁଲି ଯାଉ। ଲୋକଙ୍କର କଥା, ବିଫଲତା, ଅପମାନ, ଅଭାବ ସବୁ ମିଶି ଆମକୁ ଏମିତି ଭାବ ଦିଏ ଯେ ଆମେ କିଛି ନୁହେଁ। କିନ୍ତୁ ଏହା ସତ୍ୟ ନୁହେଁ। ତୁମ ଭିତରେ ଏ ଯାଏଁ ବହୁତ କିଛି ଅଛି। ଯେଉଁ ଲୋକ ଆଜି ଶକ୍ତିଶାଳୀ ଦେଖାଯାଉଛି, ସେମାନେ ମଧ୍ୟ କେବେ ନା କେବେ ଡରିଥିଲେ। ଯେ ଲୋକ ଆଜି ସଫଳ, ସେମାନେ ମଧ୍ୟ କେବେ ନା କେବେ ହାରିଥିଲେ। ତା'ର ତଫାତ୍ ଏତିକି, ସେମାନେ ରୋକି ନଥିଲେ, ହାରିଥିଲେ ମଧ୍ୟ ପୁଣି ଉଠିଥିଲେ, ଭୟ ଥିଲେ ମଧ୍ୟ ଆଗକୁ ଚାଲିଥିଲେ। ତୁମ ଜୀବନରେ ଅନେକ ଲୋକ ଆସିବେ, କିଛି ଲୋକ ହସିବେ, କିଛି ଲୋକ ଅପମାନ କରିବେ, କିଛି ଲୋକ କହିବେ ତୁ ପାରିବୁ ନାହିଁ। କିନ୍ତୁ ଏହିସବୁ ଶବ୍ଦ ଠାରୁ ବଡ଼ ହେଉଛି ତୁମ ଭିତର ଶବ୍ଦ। ଯଦି ତୁମ ମନ କହୁଛି ଆଉ ଥରେ ଚେଷ୍ଟା କର, ତେବେ ସେହି କଥାକୁ ଶୁଣ। ଜୀବନରେ ସବୁଠାରୁ ବଡ଼ ହାର ହେଉଛି ନିଜକୁ ଛାଡ଼ିଦେବା। ଦୁନିଆ ଛାଡ଼ିଦେଲେ ମଧ୍ୟ ଚଳିବ, କିନ୍ତୁ ତୁମେ ନିଜକୁ ଛାଡ଼ିଦେଲେ ସବୁ ସମାପ୍ତ। ତୋ ଭିତରେ ଯେ ଅଗ୍ନି ଅଛି, ସେଟାକୁ ନିଭିବାକୁ ଦିଅନି। ଦୁଃଖ ଆସୁ, ସମସ୍ୟା ଆସୁ, ବିଫଳତା ଆସୁ, ତଥାପି ମନରେ ରଖ ଯେ ଏମିତି ସମାଜ ମଧ୍ୟ କଟିଯିବ। ଅନେକ ଲୋକ ସଠିକ୍ ସମାଜ ଆସିବାକୁ ଅପେକ୍ଷା କରନ୍ତି, କିନ୍ତୁ ସଠିକ୍ ସମାଜ କେବେ ଆସେ ନାହିଁ। ସମାଜକୁ ସଠିକ୍ କରିବାକୁ ପଡ଼େ। ଆଜି ଯେଉଁ ଦିନ ଅଛି, ସେହି ଦିନ ହିଁ ସବୁଠାରୁ ଭଲ ସମାଜ। କାରଣ ଗତକାଲି ଫେରିବ ନାହିଁ। ତୁମର ଅବସ୍ଥା ଯେପରି ହେଉ, ଆରମ୍ଭ କର। ଛୋଟରୁ ଆରମ୍ଭ କର, ଧୀରେ ଧୀରେ ଆରମ୍ଭ କର, କିନ୍ତୁ ଆରମ୍ଭ କର। କାରଣ ଚାଲିଥିବା ଲୋକ ମାତ୍ର ଗନ୍ତବ୍ୟରେ ପହଞ୍ଚନ୍ତି। ଯେ ରହିଯାଏ, ସେ କେବଳ ଦେଖିଥାଏ ଅନ୍ୟମାନେ କିପରି ଆଗକୁ ବଢ଼ୁଛନ୍ତି। ଦେଖ, ଜୀବନ କାହାକୁ ମଧ୍ୟ ସରଳ ଆଶା ଦେଇନି। ପ୍ରତ୍ୟେକ ମଣିଷର ଭିତରେ କିଛି ନା କିଛି ଯୁଦ୍ଧ ଚାଲିଥାଏ। କାହାର ଯୁଦ୍ଧ ଦରିଦ୍ରତା ସହିତ, କାହାର ଯୁଦ୍ଧ ପରିସ୍ଥିତି ସହିତ, କାହାର ଯୁଦ୍ଧ ନିଜ ଭୟ ସହିତ, ଆଉ କାହାର ଯୁଦ୍ଧ ନିଜ ମନର ହାର ସହିତ। ବାହାରୁ ଅନେକ ଲୋକ ଶକ୍ତିଶାଳୀ ଦେଖାଯାଆନ୍ତି, କିନ୍ତୁ ଭିତରୁ ସେମାନେ ମଧ୍ୟ ଅନେକ ରାତି କାନ୍ଦିଛନ୍ତି। ତଥାପି ତାଙ୍କୁ ଆଗକୁ ନେଇଯାଏ ଗୋଟିଏ କଥା, ସେମାନେ ହାର ମାନିନଥିଲେ। ତୁମେ ମଧ୍ୟ ଆଜି ଯେଉଁ ସ୍ଥିତିରେ ଅଛ, ସେଠାରେ ରହି ନିଜକୁ ଛୋଟ ଭାବନି। କାରଣ ଆଜିର ଅବସ୍ଥା ତୁମର ସର୍ବଶ୍ରେଷ୍ଠ ପରିଚୟ ନୁହେଁ। ଆଜି ଯଦି ତୁମେ ଭାଙ୍ଗି ପଡ଼ିବ, ତାହେଲେ ମନେ ରଖ, ଭାଙ୍ଗି ଯାଇଥିବା ମାଟିରୁ ମଧ୍ୟ ନୂଆ ଅଙ୍କୁର ଉଠେ। ଅନ୍ଧକାର ରାତି ପରେ ଯେପରି ସକାଳ ଆସେ, ସେହିପରି ଦୁଃଖରେ ମଧ୍ୟ ଆଲୋକ ଆସେ। କିନ୍ତୁ ସେହି ଆଲୋକକୁ ଦେଖିବା ପାଇଁ ତୁମକୁ ଆଗକୁ ଚାଲିବାକୁ ପଡ଼ିବ।
ଅନେକ ସମାଜ ଜୀବନ ଏମିତି ପରୀକ୍ଷାଟିଏ ଯେ ଲାଗେ ଯେ ଆଉ କିଛି ବାକି ନାହିଁ। ଯେଉଁ ଲୋକଙ୍କୁ ନିଜର ଭାବିଲା ସେମାନେ ଛାଡ଼ିଯାଆନ୍ତି। ଯାହା ପାଇଁ ମେହନତ କଲା ସେଥିରେ ଫଳ ଡେରି ମିଳେ। ଯେଉଁ ସ୍ୱପ୍ନ ଦେଖିଲା ସେ ସ୍ୱପ୍ନ ବହୁତ ଦୂର ଲାଗେ ଏବଂ ମନରେ ଗୋଟିଏ ପ୍ରଶ୍ନ ଉଠେ, ମୋ ସହିତ ଏମିତି କାହିଁକି ହେଉଛି? କିନ୍ତୁ ସତ ହେଉଛି ଏହି ପ୍ରଶ୍ନର ଉତ୍ତର ସମାଜ ଦେଇଥାଏ। ଆଜି ଯାହା ବେଦନା ଲାଗୁଛି କାଲି ସେଥିପାଇଁ ତୁମର ଶକ୍ତି ହେବ। ଦେଖ, ପୃଥିବୀ ସେହି ଲୋକଙ୍କୁ ମନେ ରଖେ ଯେଉଁମାନେ କଷ୍ଟ ମଧ୍ୟରେ ମଧ୍ୟ ଆଗକୁ ବଢ଼ିଥିଲେ। ସମାଜ ସବୁବେଳେ ସାହସୀ ଲୋକଙ୍କ ପକ୍ଷରେ ଥାଏ। ତୁମେ ଯେତେବେଳେ ଭୟକୁ ହରାଇ ଗୋଟେ ପଦକ୍ଷେପ ନିଅ ସେତେବେଳେ ଜୀବନ ମଧ୍ୟ ତୁମ ପାଇଁ ରାସ୍ତା ଖୋଲିଦେବ। ଆରମ୍ଭରେ ରାସ୍ତା କଠିନ ଲାଗିବ, ଲୋକେ ବିଶ୍ୱାସ କରିବେ ନାହିଁ, କିଛି ଲୋକ ହସିବେ ମଧ୍ୟ। କିନ୍ତୁ ଯେଉଁଦିନ ତୁମେ ଫଳ ଦେଖିବ ସେଦିନ ଲୋକମାନେ ଚୁପ୍ ହୋଇଯିବେ। ତୁମ ଜୀବନ ସବୁଠାରୁ ବଡ଼ ଶକ୍ତି ହେଉଛି ତୁମର ନିଷ୍ପତ୍ତି। ଯେଉଁଦିନ ତୁମେ ନିଜକୁ କହିବ ଯାହା ହେଉ ମୁଁ ରୋକିବି ନାହିଁ, ସେ ଦିନରୁ ତୁମର ଭିତର ମଣିଷ ବଦଳିଯିବା ଆରମ୍ଭ କରିଦେବ। କାରଣ ପରିବର୍ତ୍ତନ ବାହାରୁ ଆସେ ନାହିଁ, ଭିତରୁ ଆସେ। ଯେଉଁ ମଣିଷ ନିଜ ମନକୁ ଜିତିପାରେ ସେହି ମଣିଷ ପୃଥିବୀର କଠିନ ସ୍ଥିତିକୁ ମଧ୍ୟ ଜିତିପାରେ। ତୁମେ କେବେ କେବେ ଭାବିଛ କାହିଁକି କିଛି ଲୋକ ଅନେକ ଥର ହାରିଲେ ମଧ୍ୟ ପୁଣି ଉଠିଯାଆନ୍ତି? ହାର ମାନେ କେବଳ ଏକ ଶିକ୍ଷା, ପଡ଼ିଯିବା ଅପରାଧ ନୁହେଁ, ପଡ଼ି ରହିଯିବା ହିଁ ଅପରାଧ। ତୁମେ ଯଦି ଗୋଟେ ଥର ପଡ଼ିଲ, ଦୁଇଥର ପଡ଼ିଲ, ତଥାପି ତୃତୀୟ ଥର ଉଠ। କାରଣ ଜୀବନ ସେହି ଲୋକଙ୍କୁ ମନେ ରଖେ ଯେଉଁମାନେ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରନ୍ତି। ଆଜି ଯଦି ତୁମ ଆଖିରେ ଲୁହ ଅଛି ସେ ଲୁହକୁ ଦୁର୍ବଳତା ଭାବନି। ଅନେକ ଲୁହ ମଣିଷକୁ ଭିତରୁ ଶକ୍ତିଶାଳୀ କରେ। ବେଦନା ମଣିଷକୁ ଗଭୀର କରେ, ଅଭାବ ମଣିଷକୁ ମୂଲ୍ୟ ବୁଝାଏ ଏବଂ ଏକାକୀପଣ ମଣିଷକୁ ନିଜର ଶକ୍ତି ସମ୍ପର୍କ ଜଣାଏ। ତେଣୁ ଯାହା ତୁମେ ଭୋଗୁଛ ସେସବୁ ବ୍ୟର୍ଥ ନୁହେଁ, ଏସବୁ ତୁମକୁ ତିଆରି କରୁଛି। ଗୋଟେ ଥର ସାହସ କର, ଛୋଟ ହେଲେ ମଧ୍ୟ ଆରମ୍ଭ କର, ଧୀରେ ହେଲେ ମଧ୍ୟ ଚାଲ, କିନ୍ତୁ ରହିଯାଅ ନାହିଁ। କାରଣ ଆଜିର ଛୋଟ ପଦକ୍ଷେପ ଆସନ୍ତାକାଲିର ବଡ଼ ପରିବର୍ତ୍ତନ ହେବ ଏବଂ ଦିନେ ତୁମେ ନିଜକୁ ଥ୍ୟାଙ୍କ ୟୁ କହିବ। ସେଦିନ ଭୟ ଥିଲେ ମଧ୍ୟ ତୁମେ ରୋକିପାରିବ ନାହିଁ।